नमस्कार दर्शक बंधु शुभ संध्या आमे नहीं आसु देश विदेश राज्यर 20टी गुरुत्वपूर्ण खबर जहां आपण माने केवल 10 मिनिट समय दी देखिबे ता पूर्व आपण माने केउ जिल्ला रो देखुचंते निश्चय लेखा गोटे कमेंट कर देबे। मुख्यमंत्री बड़ घोषणा एमिति अनेक खबर अछि। तेबे प्रथम खबर रोची आइसक्रीम खाइबा द्वारा 18 रु अधिक पिला असुस्थ होइचंती। बांके पंचायतर कुसुम गाँव रे एभली घटना घटिछि। अष्टप्रहरी चलीथा बेले आइसक्रीम खाइथिले पिला गाँव रे बुला बिकाली ठारू आइसक्रीम खाइथिले सीधा 18 जन एबे मेडिकल भर्ती होइचंती। आइसक्रीम खाइबा परे पार्टी जीभरे घा होइएतला। सब पिला असुस्थ बांकी मेडिकल भर्ती होइचंती। बांकी थाना अंतर्गत कियापला ग्राम रे एभली घटना घटिछि जहाँ चर्चार विषय एबे पालटिछि। सेपटे आइसक्रीम बिकाली ग्राम रे अटकी रखी पुलिस को देइचंती ग्रामवासी। परवर्ती खबर अछि धर्मघटरे ओला उबेर ଯାତ୍ରୀ ହନ୍ତସନ୍ତ। ସକାଳ 6ଟାରୁ ସନ୍ଧ୍ୟା 6ଟା ଯାଏଁ 12 ଘଣ୍ଟା ସେବା ବନ୍ଦ। ଓଲା ଉବେର ରାପିଡ ଆଦି ଆପ୍ ଭିତ୍ତିକ ଡ୍ରାଇଭର ଧର୍ମଘଟ। ଭୁବନେଶ୍ୱର ରସୁଲଗଡ଼ ଛକରୁ ଜୟଦେବ ବିହାର ପର୍ଯ୍ୟନ୍ତ ଅଟକି ରହିଛି ଶହ ଶହ ଗାଡ଼ି। ଗତ 7 ତାରିଖରେ ଦେଶବ୍ୟାପୀ ଧର୍ମଘଟ କରାଯାଇଥିବା ବେଳେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଧର୍ମଘଟ ବନ୍ଦ ରଖାଯାଇଥିଲା ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ 5 ଜଣଙ୍କୁ ଉଦ୍ଧାର କଲା ଲାଇଫ ଗାର୍ଡ। ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ତେବେ ପର୍ଯ୍ୟଟକ ଛତିଶଗଡ଼ ମହାରାଷ୍ଟ୍ର ବୋଲି କୁହାଯାଉଛି। ଆଜି ସକାଳେ ବେଳାଭୂମିରେ 10 ନମ୍ବର ସେକ୍ଟରରେ ଗାଧୋଉଥିବା ବେଳେ ସମୁଦ୍ର ଉଚ୍ଚ ଲହରୀ ମାଡ଼ ହୋଇ ବୁଡ଼ି ଯାଇଥିଲେ 5 ଜଣ ଯାକ। ଭାଗ୍ୟବଶତଃ ଲାଇଫ ଗାର୍ଡ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ଜାରି ରହିଛି। ଏବେ ବର୍ତ୍ତମାନ ସମସ୍ତେ ସୁସ୍ଥ ମଧ୍ୟ ଅଛନ୍ତି। ପରବର୍ତ୍ତୀ ଖବର ହେଉଛି ଚାଞ୍ଚଲ୍ୟ ଖବର ଅନଲାଇନ ଇନଭେଷ୍ଟମେଣ୍ଟ ନାଁରେ ବଡ଼ ଠକେଇ। ପଶ୍ଚିମବଙ୍ଗର ଠକକୁ ଗିରଫ କଲା କମିଶନରେଟ ପୋଲିସ। ଉଚ୍ଚ ରିଟର୍ଣ୍ଣ ଦେବା ପ୍ରଲୋଭନ ଦେଖାଇ 50 ଲକ୍ଷ 16 ହଜାର ଟଙ୍କା ଠକେଇ ମାମଲାରେ ଜଣେ ଅଭିଯୁକ୍ତ ଗିରଫ କରିଛି କମିଶନରେଟ ସାଇବର ଥାନା ପୋଲିସ। ଗିରଫ ଅଭିଯୁକ୍ତ ପଶ୍ଚିମବଙ୍ଗର ହୁଗି ବୋଲି କୁହାଯାଉଛି। ଅଭିଯୁକ୍ତକୁ ପଶ୍ଚିମବଙ୍ଗରୁ ଗିରଫ କରି ଭୁବନେଶ୍ୱର ଅଣାଯାଇଛି। ପୋଲିସ ସୂଚନା ଅନୁସାରେ ଭୁବନେଶ୍ୱର ଟମାଣ୍ଡର ଥାନା ଅନ୍ତର୍ଗତ ବୃନ୍ଦାବନ ଗାର୍ଡେନ ଆପାର୍ଟମେଣ୍ଟରେ ବାସିନ୍ଦା ଭାଗୀରଥୀ ମହନ୍ତ ଉଚ୍ଚ ଲାଭ ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ। ହ୍ୱାଟ୍ସଆପ୍ ଗ୍ରୁପ ମାଧ୍ୟମରେ ଅନଲାଇନ ଟ୍ରେଡିଂ ନିବେଶ କରାଇଥିଲେ ଅଭିଯୁକ୍ତ। ତା ସହିତ ମଧ୍ୟ ହ୍ୱାଟ୍ସଆପ୍ ଗ୍ରୁପ ମାଧ୍ୟମରେ ନିଜକୁ କୋଅର୍ଡିନେଟର ଭାବେ ପରିଚୟ ଦେଇଥିଲେ। ନକଲି ଟ୍ରେଡିଂ ଆକାଉଣ୍ଟ ଖୋଲି ଭିନ୍ନ ଭିନ୍ନ ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ ବାଧ୍ୟ କରିଥିଲା ଅଭିଯୁକ୍ତ। ଏଭଳି ଭାଗୀରଥୀ ମହାନ୍ତିଙ୍କ ଠାରୁ 50 ଲକ୍ଷ 16 ହଜାର ଠକେଇ କରିଥିବା କମିଶନରେଟ ପୋଲିସ କହିଛି। ତଦନ୍ତ ସମୟରେ ଅଭିଯୁକ୍ତଙ୍କ ପାଖରୁ ଗୋଟିଏ କିପ୍ୟାଡ ମୋବାଇଲ ମଧ୍ୟ ଜବତ ହୋଇଛି। ପରବର୍ତ୍ତୀ ଖବର ଚଳିତ ବର୍ଷ ରାଜ୍ୟରେ 3082 ସେଣ୍ଟରରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। 19 ତାରିଖରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ସେ କହିଛନ୍ତି 19 ତାରିଖରେ ଦଶମ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ମାଟ୍ରିକ ପରୀକ୍ଷା ପାଇଁ 5,61,979 ପିଲା ଫର୍ମ ଫିଲଅପ କରିଛନ୍ତି। ରାଜ୍ୟରେ 3082ଟି ସେଣ୍ଟରରେ ପରୀକ୍ଷା ହେବ। ତା ସହିତ ରାଜ୍ୟରେ ଏବେ ପ୍ରତିଟି ସେଣ୍ଟରରେ ଏଆଇ କ୍ୟାମେରା ଲାଗିବ। ନୋଡାଲ ଅଫିସରକୁ କୁହାଯାଇଛି ସେହି ସମୟରେ ମଧ୍ୟ କପି ରଖିବା ପାଇଁ ପ୍ରଶ୍ନପତ୍ର ଓ ଉତ୍ତର ଖାତାରେ ମଧ୍ୟ ୱାଟରମାର୍କ କ୍ୟୁଆର କୋଡ ଲଗାଯିବ। ଯଦି ଲିକ୍ ହୁଏ ତେବେ କେଉଁଠାରେ ପିଲା ଜଣାପଡିଯିବ। ତା ସହିତ ଆସନ୍ତାକାଲି ଠାରୁ ମଧ୍ୟ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ପ୍ରଶ୍ନପତ୍ର ନୋଡାଲ ସେଣ୍ଟରକୁ ପଠାଯିବ ବୋଲି ଆରମ୍ଭ ହୋଇଛି ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ବିପୁଳ ପରିମାଣର ଗୁଟକା ପାନ ଜବତ 5 ଜଣ ଗିରଫ। ବେଆଇନ ଗୁଟକା ରଖିବା ଅଭିଯୋଗରେ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ଥାନାରେ ଚଢାଉ। ଇଟାମାଟି ଥାନା ଖୁଣ୍ଟୁବୁନ୍ଦା ଗାଁରେ କମଳ ସାହୁଙ୍କୁ ଚଢାଉ କରାଯାଇଛି। କମଳଙ୍କ ଘରୁ 2,50,000 ଟଙ୍କାର ଗୁଟକା ଜବତ କରିଛି ପୋଲିସ। ଘଟଣାସ୍ଥଳରେ କମଳ ସାହୁ 2 ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି। ସେପରି ସଦର ଥାନାର ବାଲୁଗାଁରେ ଗୋବିନ୍ଦ ସାହୁଙ୍କ ଘରେ ରେଡ୍ କରାଯାଇଛି। 1 ଲକ୍ଷ ଟଙ୍କାର ଗୁଟକା ପାନ ମସଲା ଜବତ ହୋଇଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ଜଣେ ସହଯୋଗୀ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ପରବର୍ତ୍ତୀ ଖବର ସଂସଦ ଭବନକୁ ବୋମା ଧମକ। ସଂସଦ ସହିତ 9ଟି ସ୍କୁଲକୁ ଉଡାଇ ଦେବା ପାଇଁ ଆସିଛି ଇମେଲ। ତେବେ ସଂସଦକୁ ଉଡାଇ ଦେବା ପାଇଁ ବିରାଟ ବଡ ବୋମା ଧମକ ଆସିଛି। ତା ସହିତ ଦିଲ୍ଲୀର ପ୍ରମୁଖ 9ଟି ସ୍କୁଲକୁ ବୋମାକୁ ଉଡାଇ ଦେବା ପାଇଁ ଧମକ ମିଳିଥିବା ବେଳେ ଏବେ ସ୍କୁଲ ପରିସରକୁ ଖାଲି କରାଯାଇଛି। ଦିଲ୍ଲୀ ପୋଲିସ ମୁତାବକ ଏହାକୁ ସେମାନେ କଲ ସକାଳ 8:30ରୁ 9ଟା ମଧ୍ୟରେ ଆସିଥିଲା। ଖବର ପାଇ ଅଗ୍ନିଶମ ଟିମ୍ ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍ ତୁରନ୍ତ ପହଞ୍ଚି ଯାଞ୍ଚ କରୁଛନ୍ତି। ସଂସଦରେ ଆକ୍ରମଣ ପାଇଁ ମୃତ୍ୟୁଦଣ୍ଡ ପାଇଥିବା ଆତଙ୍କୀ ଅଫଜଲ ଗୁରୁ ନାମ ନେଇ ଧମକ ଦିଆଯାଇଛି। ଏହାଛଡା ଦିଲ୍ଲୀକୁ ଖଲିସ୍ତାନ କରିବାକୁ ମଧ୍ୟ କୁହାଯାଇଛି। ତେବେ ରାଜଧାନୀ ଦିଲ୍ଲୀରେ 9ଟି ସ୍କୁଲରେ ମଧ୍ୟ ବୋମା ଧମକ ମିଳିଛି। ଦିଲ୍ଲୀରେ ପୋଲିସ ଅଗ୍ନିଶମ ଟିମ୍ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଖବର ପାଇ ଲୋକେ ମଧ୍ୟ ଏବେ ସଂଦିଗ୍ଧ ଜିନିଷ ମଧ୍ୟ ମିଳିନଥିଲା। ତେବେ ଗତ କିଛି ଦିନ ହେଲାଣି ଦେଶରେ କେତେକ ସ୍କୁଲରେ ବୋମା ଧମକ ଉଡାଇବା
ଧମକ ମିଳୁଛି। ସ୍କୁଲକୁ ମିଳିଥିବା ଇମେଲ ଅନେକ ଉସ୍କାଉଥିବା ଏବଂ ଚିନ୍ତା କରିବା ଭଳି ଜିନିଷ ଲେଖାଯାଉଛି। ଏଥିରେ ଲେଖାଯାଉଛି ଯେ ଦିଲ୍ଲୀ ହେବ ଖଲିସ୍ତାନ, ପଞ୍ଜାବ ହେବ ଖଲିସ୍ତାନ। ଅଫଜଲ ଗୁରୁଙ୍କ ସ୍ମରଣରେ ଇମେଲ ଆଗାମୀ ତାରିଖ ଲେଖାଯାଇ ସଂସଦରେ ମଧ୍ୟ ବିସ୍ଫୋରଣ କଥା କୁହାଯାଉଛି। ଫେବୃଆରୀ 13 11:11 ବିସ୍ଫୋରଣ ହେବ ବୋଲି କୁହାଯାଉଛି। ଆଉ ଏକ ଚାଞ୍ଚଲ୍ୟ ଖବର ଯୋଉଟା ପ୍ରତିଟି ଯୁବପିଢିକୁ ଜାଣିବା ଦରକାର। ଅନଲାଇନ ଗେମ୍ ଖେଳି ମୁଣ୍ଡ ଫଟିଗଲା, ମୁଣ୍ଡର ଶିରା, ଯାହାଫଳରେ ତୁରନ୍ତ ମୃତ୍ୟୁ ମଧ୍ୟ ହୋଇଗଲା। ତେବେ କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶରେ ମେରଠ ଠାରେ ମଧ୍ୟ ଏକ ହୃଦୟ ବିତାରକ ଘଟଣା ସାମ୍ନାକୁ ଆସିଛି। ତେବେ ଆଉ କିଛି ଦିନ ପୂର୍ବରୁ ମଧ୍ୟ 3 ଜଣ ଝିଅ ସେଇ କୋରିଆନ ଗେମ୍ ଖେଳି ଆତ୍ମହତ୍ୟା କରିଥିଲେ। ଆଉ ଏବେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। 22 ବର୍ଷର ଯୁବକ ଏନି ଟାଇମ ଗେମ୍ ଖେଳୁଥାଏ। ତେବେ ପରିବାର ଲୋକ କହିବା ଅନୁଯାୟୀ ଗେମ୍ ଖେଳୁଥିବା ସମୟରେ ହଠାତ୍ ବ୍ଲଡ ପ୍ରେସର ଅତ୍ୟଧିକ ବଢିଯାଇଥିଲା। ତାଙ୍କର ଅବସ୍ଥା ଗୁରୁତର ହୋଇଥିଲା। ଡାକ୍ତରମାନେ ମୃତ୍ୟୁର କାରଣ ବ୍ରେନ ହ୍ୟାମରେଜ ବୋଲି ସନ୍ଦେହ କରିଛନ୍ତି। ଅନଲାଇନ ଗେମ୍ ଖେଳିବା ସହିତ କାନରେ ହେଡଫୋନ ଦେଇ ରାତି 3ଟା ପର୍ଯ୍ୟନ୍ତ ଗେମ୍ ଖେଳୁଥିଲା, ଯାହାଫଳରେ ହଠାତ୍ ଖଟରୁ ତଳେ ପଡିଯାଇଥିଲା। ପରିବାର ଲୋକେ ତୁରନ୍ତ ମେଡିକାଲକୁ ନେଇଥିଲେ। ଡାକ୍ତର ଦେଖିଲେ ବିପି 300 ଅଛି, ବ୍ଲଡ ପ୍ରେସର 300 ପରେ ଥିବାରୁ ତାପରେ ହଠାତ୍ ବ୍ରେନ ହ୍ୟାମରେଜ ହେଲା। ଆଉ ତୁରନ୍ତ 2 ଦିନ ପରେ ମଧ୍ୟ ସେଇ ପିଲାଟିର ମୃତ୍ୟୁ ହୋଇଗଲା। ତେଣୁ ଆପଣମାନେ ମଧ୍ୟ ସତର୍କ ରୁହନ୍ତୁ। ଯଦି ଆପଣ ଖେଳୁଛନ୍ତି ବା ଆପଣଙ୍କ ପିଲାମାନେ ଖେଳୁଛନ୍ତି, ଦୂରେଇ ରଖନ୍ତୁ। ପରବର୍ତ୍ତୀ ଖବର, ମେଡିକାଲ ଇନଚାର୍ଜକୁ ତାଲା ପକାଇ ଦେଲେ। ମୋହନା ମେଡିକାଲ ଇନଚାର୍ଜ ଘରେ ତାଲା ପକାଇ ଦେଲେ ଆଶା କର୍ମୀ। 200ରୁ ଅଧିକ ଆଶାକର୍ମୀ ଧାରଣାରେ ବସିଛନ୍ତି। ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡକ୍ଟର ଜୟ ପଣ୍ଡାଙ୍କ ସରକାରୀ ବାସଗୃହରେ ଗେଟ୍ ତାଲା ପକାଇକି ଅନଶନ କରୁଛନ୍ତି। ତେବେ ଇନଚାର୍ଜଙ୍କ ବଦଳ ଦାବିରେ ଆଶାକର୍ମୀ ପ୍ରତିବାଦ କରୁଛନ୍ତି। ଅପରପକ୍ଷେ ମୋହନା ବ୍ଲକର ସଭାଗୃହରେ ମଧ୍ୟ ଜିଲ୍ଲାପାଳ ଶୁଣାଣି ଅଭିଯୋଗ ହେତୁ ଡାକ୍ତର ଜୟ ପଣ୍ଡା ଅଭିଯୋଗ ଶୁଣାଣି ଯୋଗ ଦେଇଛନ୍ତି। ଅନ୍ୟାନ୍ୟ ମଧ୍ୟ ଅନୀତି ଦୁର୍ନୀତି ବିରୋଧରେ ମଧ୍ୟ ମୋହନା ମେଡିକାଲ ଡାକ୍ତର ଜୟ କୁମାର ପଣ୍ଡା ବଦଳି ଦାବି କରିଛନ୍ତି ବୋଲି କୁହାଯାଉଛି। ତେବେ ବଦଳି ଦାବି କରୁଛୁ ବୋଲି ଆଶାକର୍ମୀ ମଧ୍ୟ କହିଛନ୍ତି। ପରବର୍ତ୍ତୀ ଖବର, ଓଡ଼ିଶା ଏଆଇ ପାର୍କ ବିକାଶ ପାଇଁ 20,000 କୋଟିର ନିବେଶ ପ୍ରସ୍ତାବ। ଓଡ଼ିଶାରେ ନୂତନ ଡିଜିଟାଲ ପରିବର୍ତ୍ତନ ଯୁଗର ଦ୍ୱାରବସ୍ତରେ ଠିଆ ହୋଇଛି। ଐତିହାସିକ ଭାବରେ ରାଜ୍ୟର ପ୍ରଚୁର ଭୌତିକ ସାମର୍ଥ୍ୟ ରହିଆସିଛି। ଏହା ଖଣିଜ ପଦାର୍ଥର ଶ୍ରମୁତ ଶକ୍ତି ବଳକା ଏବଂ ଶିଳ୍ପ ବିକାଶରେ ଦୃଢ ରହିଛି। ଏବେ ରଣନୈତିକ ସୁବିଧାକୁ ଡିଜିଟାଲ ଇଣ୍ଟେଲିଜେନ୍ସ ପରିବର୍ତ୍ତନ ଲାଗି ପ୍ରୟାସ ମଧ୍ୟ କରାଯାଉଛି। ଏଆଇ ପାର୍କ ହେବ ବୋଲି କୁହାଯାଉଛି। ଏକ ସାର୍ବଭୌମ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ର କ୍ଷମତା ହବ ବିକାଶ ପାଇଁ ଓଡ଼ିଶା ସର୍ବୋଚ୍ଚ ଏକ ବୁଝାମଣା ସ୍ୱାକ୍ଷର ହୋଇଛି। ତେବେ ଏଆଇ ପାର୍କ ବିକାଶ ପାଇଁ 20,000 କୋଟି ନିବେଶ ହେବ। ସର୍ବମ ଏଆଇ ଓଡ଼ିଶା ସରକାରଙ୍କ ସହାୟତାରେ 25,000 ଜିପିୟୁ ହୋଷ୍ଟ କରିବା ପାଇଁ ସକ୍ଷମ ହେବ। ଏହା 50 ମେଗାୱାଟ ଏଆଇ ଆପ୍ଲିକେସନ ସୁବିଧା ମିଳିବ। ତା ସହିତ ଜନସଂଖ୍ୟା ସ୍ତରରେ ଅଧିକ ସୁଲଭ ପ୍ରତିକ୍ରିୟାଶୀଳ ଜନସେବାକୁ ସକ୍ଷମ ଦେବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, ହ୍ୟାକିଂ ଆଶଙ୍କାରେ ଗୁଗୁଲ ଦେଲା ଚେତାବନୀ। 100 କୋଟିରୁ ଅଧିକ ଆଣ୍ଡ୍ରଏଡ ଫୋନ ହ୍ୟାକିଂ ହୋଇପାରେ। ବିଶ୍ୱର 100 କୋଟିରୁ ଅଧିକ ଆଣ୍ଡ୍ରଏଡ ଫୋନ ଏବେ ସାଇବର ଆକ୍ରମଣ ମାଲୱେର ବିପଦରେ ରହିଛି। ଏହାର କାରଣ ହେଉଛି ପୁରୁଣା ଅପରେଟିଂ ସିଷ୍ଟମ ଏବଂ ସୁରକ୍ଷା ଅପଡେଟ ବନ୍ଦ ହୋଇଯିବା। ଗୁଗଲ ସ୍ପଷ୍ଟ କରିଛି ଯେ ଯେଉଁ ଫୋନ ଗୁଡ଼ିକ ଆଣ୍ଡ୍ରଏଡ 12 ବା ତାଠାରୁ ପୁରୁଣା ଭର୍ଜନ ଚାଲୁଛି ସେଗୁଡ଼ିକ ସୁରକ୍ଷା ଅପଡେଟ ମିଳିବ ନାହିଁ। ପରିସଂଖ୍ୟାନ ଅନୁଯାୟୀ 42% ଆଣ୍ଡ୍ରଏଡ ବ୍ୟବହାରକାରୀ ଏବେ ବି ଅସୁରକ୍ଷିତ ସଫ୍ଟୱେର ବ୍ୟବହାର କରୁଛନ୍ତି। ମାତ୍ର 57% ଫୋନରେ ଆଣ୍ଡ୍ରଏଡ 13 ତାଠାରୁ ଅଧିକ ନୂଆ ଭର୍ଜନ ରହିଛି। ସବୁଠାରୁ ବଡ଼ କଥା ହେଉଛି ଆଣ୍ଡ୍ରଏଡ 16 ବ୍ୟବହାରକାରୀ ପାଇଁ ମାତ୍ର 7.5% ରହିଛି। ତେବେ ଆପଣଙ୍କ ଫୋନ ସୁରକ୍ଷିତ ନାହିଁ କି ନାହିଁ ଆପଣ ମଧ୍ୟ ଫୋନରେ ଯାଞ୍ଚ କରିପାରିବେ। ଫୋନ ସେଟିଂକୁ ଯିବେ, ଆବାଉଟ ଫୋନ କ୍ଲିକ୍ କରିବେ ଏବଂ ତା ସହିତ ମଧ୍ୟ ସେଠାରେ ଆଣ୍ଡ୍ରଏଡ ଭର୍ଜନକୁ କ୍ଲିକ୍ କରିବେ, ଯାହାଫଳରେ ଆପଣ ଜାଣିପାରିବେ ଆପଣଙ୍କ ଆଣ୍ଡ୍ରଏଡ 12 ନା ଆଣ୍ଡ୍ରଏଡ 16। ତେବେ ଏହା ଦ୍ୱାରା ଆପଣଙ୍କର ସିକ୍ୟୁରିଟି ହାଇ ସିକ୍ୟୁରିଟି ରହିବ, ଆପଣ ଫୋନ ହ୍ୟାକିଂ କେହି କରିପାରିବେ ନାହିଁ। ଆଉ ଗୋଟେ ଚାଞ୍ଚଲ୍ୟ ଖବର, ଆଖି ଆଢୁଆଳରେ ଆପଣଙ୍କ ଟଙ୍କା ଲୁଟୁଛନ୍ତି ନକଲି ମୋବାଇଲ ଟାୱାର। ବିପଦ ଆଣିବ ଆପଣଙ୍କ ଏସଏମଏସ୍ ବ୍ଲାଷ୍ଟ ଠକେଇ। ତେବେ ଆଜି ଡିଜିଟାଲ ଯୁଗରେ କେବଳ ଫୋନ କଲ୍ ନୁହେଁ, ମେସେଜିଂ ଏକ ମାଧ୍ୟମ ମଧ୍ୟ ପାଲଟିଛି। ବ୍ୟାଙ୍କିଂ ପେମେଣ୍ଟ, ଓଟିପି ମଧ୍ୟ ପ୍ରତ୍ୟେକ ଛୋଟ ବଡ଼ କାମକୁ ସହଜ କରୁଛି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଠକମାନେ ଏବେ ଆପଣଙ୍କ ଟଙ୍କା ଚୋରି କରିବା ପାଇଁ ବିଭିନ୍ନ ପ୍ରକାର କଥା ନେଇ ବ୍ୟବହାର କରୁଛନ୍ତି। ତେବେ ଯେଉଁ ମାମଲା ସାମ୍ନାକୁ ଆସିଛି ଏକ ସାଧାରଣ ଏସଏମଏସ୍ ଠକେଇ ପରି ମନେ ହେଉଛି। ସାଇବର ସୁରକ୍ଷା ବିଷୟ କହିବା ଅନୁସାରେ ଠକମାନେ ନକଲି ମୋବାଇଲ ଟାୱାର ବା ଏସଏମଏସ୍ ବ୍ଲାଷ୍ଟିଂ ତା ସହିତ କୌଶଳ ବ୍ୟବହାର କରୁଛନ୍ତି, ଯାହା ଆପଣଙ୍କ ଫୋନ ନେଟୱାର୍କ ରୁଟ ସହିତ ମଧ୍ୟ ସିଧାସଳଖ ବିପଦଜନକ ପଠାଏ। ଆପଣଙ୍କୁ କହିବେ ଆପଣଙ୍କ ଘର ପାଖରେ ଜାଗା ଅଛି, ଟାୱାର ଲଗାନ୍ତୁ, ଆପଣଙ୍କୁ ପ୍ରତି ମାସରେ ଏତିକି ଟଙ୍କା ଦିଆଯିବ। ଏମିତି ବିଭିନ୍ନ କହି ଆପଣଙ୍କ ଡକୁମେଣ୍ଟ ନେବେ, ସବୁ କିଛି ନେଇକି ଆପଣଙ୍କର ଟଙ୍କା ମଧ୍ୟ ହଡପ କରି ନେବେ। ଏମିତି ସବୁ ମଧ୍ୟ କରୁଛନ୍ତି।
ପରବର୍ତ୍ତୀ ଖବର, ସ୍କୁଲ ଆଗରେ ଜନ୍ମଦିନର ବ୍ୟାନର, ପିଲାମାନଙ୍କ ଖୁସିରେ ଆମେ ଖୁସି। ନିଜେ ଗରିବ ପରିବାରରେ ଜନ୍ମ ହୋଇଥିଲେ, ସେଥିପାଇଁ ଅସହାୟକ ଦୁଃଖ ବୁଝିଲେ ବୋଲି ଯଦି କହନ୍ତି ଦୁଃଖୀ। ମଣିଷ ଅନ୍ତରରେ ବେଦନାକୁ ଯେମିତି ଦୁଃଖ ବୁଝିପାରନ୍ତି, ନିଜ କଷ୍ଟକୁ ଅନ୍ୟକୁ ମଧ୍ୟ ସହଜ କରିବାରେ ମିଳିଥାଏ ଅସରନ୍ତି ଖୁସି। ତେବେ କୁହାଯାଉଛି ସେଥିପାଇଁ କି ଜଣେ ଆଦର୍ଶ ଶିକ୍ଷକ ଭାବେ ଯେତିକି ପରିଚିତ ଥିଲେ, ତାଠାରୁ ନିଜର ମହାନତା ପାଇଁ ଆହୁରି ମଧ୍ୟ ପ୍ରଶଂସା ସାଉଣ୍ଟୁଛନ୍ତି। ଏଭଳି ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ବେଲଡିହା ଗାଁରେ ମଧ୍ୟ କୁହାଯାଉଛି। ପରବର୍ତ୍ତୀ ଖବର, ଆସନ୍ତାକାଲି 11ଟା ପର୍ଯ୍ୟନ୍ତ ଲୋକସଭା ମୁଲତବୀ ରହିବ। ବିନା ନୋଟିସରେ କୌଣସି ପ୍ରସଙ୍ଗରେ ଗୃହର ଆଲୋଚନା ହୋଇପାରିବ ନାହିଁ। ଆଜି 2ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି କିଛି ଏଭଳି କହିଛନ୍ତି ବିରୋଧୀ ଦଳ ନେତାଙ୍କୁ। ଗୃହ କାର୍ଯ୍ୟ ପୁନଃ ଆରମ୍ଭ କରିବା ପରେ ବିରୋଧୀମାନେ ପୂର୍ବ ପ୍ରସଙ୍ଗରେ ଆଲୋଚନା କରନ୍ତି। ପରବର୍ତ୍ତୀ ଖବର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ ନେତୃତ୍ୱରେ ନକ୍ସଲ ମୁକ୍ତ ଓଡ଼ିଶା କରିବେ ବୋଲି କୁହାଯାଉଛି। ଧୀରେ ଧୀରେ ନକ୍ସଲ ଗୁଡା ନିଜେ ଆତ୍ମସମର୍ପଣ ମଧ୍ୟ କରୁଛନ୍ତି। ସୁରକ୍ଷା ବାହିନୀ ଅଧ୍ୟମ ସାହସିକତା ମାଓ ନିପାତ ଅଭିଯାନରେ କନ୍ଧମାଳର ଶୀର୍ଷ ମାଓ ନେତାମାନେ ନିହତ ହୋଇଥିବା ବେଳେ ସରକାରଙ୍କ ମାନବୀୟ ପୁନର୍ବାସ ଯୋଜନା ଅନେକ ହିଂସା ଛାଡି ସମାଜ ମୁଖ୍ୟ ସ୍ତରରେ ସାମିଲ ହୋଇଛନ୍ତି। ମାଓ ସଂଗଠନ ଭାଙ୍ଗିବ ଏବଂ ମାଓ ମୁକ୍ତ ହେବ ଓଡ଼ିଶା ବୋଲି କୁହାଯାଉଛି। ତା ସହିତ ମହିଳାମାନଙ୍କ ପାଇଁ ବଡ ଖୁସି ଖବର, ଏସଏଚଜି ମହିଳାକୁ 10 ଲକ୍ଷ ଟଙ୍କା ଋଣ ମିଳିବ ବିନା ସୁଧରେ। ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି। ଲକ୍ଷପତି ସ୍ରୋତରେ କେମିତି ସାମିଲ ହେବେ ମହିଳାମାନେ, ସେ ନେଇ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ତା ସହିତ କୁହାଯାଉଛି ଏଥର ସିଏମ କିଷାନ ଟଙ୍କା ଆସିବ। ଯୋଉମାନେ ଏବେ ନୂତନ ଚାଷୀମାନେ ଯୋଡି ହୋଇଛନ୍ତି ତୁରନ୍ତ ଇକେୱାଇସି କରିଦିଅନ୍ତୁ, ଯାହାଫଳରେ ସିଏମ କିଷାନ 2000 ଟଙ୍କା ମଧ୍ୟ ପାଇବେ। ପରବର୍ତ୍ତୀ ଖବର ହଉଛି ଲଗାତାର ଖସୁଛି ସୁନା ଚାନ୍ଦିର ଦାମ। ସୁନା ମୂଲ୍ୟରେ ହ୍ରାସ ପୁଣି ଥରେ ଦେଖିବାକୁ ମିଳିଛି। ପ୍ରଥମ ଦିନ ଫେବୃଆରୀ 9 ତାରିଖରୁ ସୋମବାର ଦିନ ସକାଳେ ରାଜଧାନୀ ଦିଲ୍ଲୀରେ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ 1,56,740 ଟଙ୍କା ରହିଛି। ମୁମ୍ବାଇରେ ମଧ୍ୟ ଏବେ 10 ଗ୍ରାମ ପିଛା ରହିଛି 1,56,590 ଟଙ୍କା। ସେହିପରି ମଧ୍ୟ 24 କ୍ୟାରେଟ ସୁନାର ଦାମ 3980 ଟଙ୍କା ବଢିଛି। ତେବେ ଏବେ କୁହାଯାଉଛି ଯେ ସୁନା ଦିନକୁ ଦିନ ଏବେ କମୁଛି। ତା ସହିତ ମଧ୍ୟ ଏବେ 22 କ୍ୟାରେଟର ସୁନାର ମୂଲ୍ୟ ମଧ୍ୟ 1,43,540 ଟଙ୍କାରେ ମଧ୍ୟ ପହଞ୍ଚିଛି। ତେବେ ରୂପାର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଏବେ ରୂପାର ମୂଲ୍ୟ ମଧ୍ୟ ଅଛି 2,84,900 ଟଙ୍କା। ପରବର୍ତ୍ତୀ ଖବର ହଉଛି ଶ୍ରୀମନ୍ଦିର ଗର୍ଭଗୃହ ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସମୟରେ ଜଣେ ଯୁବତୀକୁ ଅଶାଳୀନ ବ୍ୟବହାର ହୋଇଥିଲା। ସୋମବାର ଦିନ ମାମଲାର ରାୟ ପ୍ରକାଶ ପାଇଛି। ପୁରୀ ଆଡହକ ଅତିରିକ୍ତ ଜିଲ୍ଲା ଜଜ୍ ତଦନ୍ତ କରୁଛନ୍ତି। ଫାଷ୍ଟଟ୍ରାକ କୋର୍ଟ ବିଚାରପତି ରମାନାଥ ପଣ୍ଡା ଅଭିଯୁକ୍ତ ଗୁଜରାଟର କିଛି ଜିଲ୍ଲାର ମଧ୍ୟ ଅନଜର ଗ୍ରାମର 69 ବର୍ଷୀୟ ବିଜୟ ସୁରେନ୍ଦ୍ର ପାଣ୍ଡ୍ୟାକୁ ଦୋଷୀ ସାବ୍ୟସ୍ତ କରିଛି। ତେବେ ଏଭଳି କାହିଁ ଘଟୁଛି ସେ ନେଇକି ମଧ୍ୟ ଏବେ ପୋଲିସକୁ ଆହୁରି ଜଗିବାକୁ ପଡିବ। ପରବର୍ତ୍ତୀ ଖବର ହଉଛି ପରିବାର ଲୋକଙ୍କ ଦାୟିତ୍ୱହୀନତା ଯୋଗୁଁ ଜଣେ 12 ବର୍ଷର ନାବାଳିକାର ଜୀବନ ଚାଲିଯାଇଛି। ସାମାନ୍ୟ ଘଟଣାଟି ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ। ମୃତକ ହେଲେ ଲିଙ୍ଗରାଜ ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁ। ଆଉ ତା ସହିତ ମଧ୍ୟ କୁହାଯାଉଛି ଯେ କିଛି ମାସ ତଳେ ମୁଣ୍ଡରେ ଉଙ୍କୁଣି ହୋଇଥିଲା। ଅନେକ ପ୍ରତିକାର ସତ୍ତ୍ୱେ ମଧ୍ୟ ଭଲ ହୋଇନଥିଲା। ମା କହିଥିଲେ ଲଣ୍ଡା ହେବା ପାଇଁ, ଲକ୍ଷ୍ମୀପ୍ରିୟା ମନା କରିଥିଲେ। ପରେ ଖପରିକୁ ଆକ୍ରାନ୍ତ କରିଥିଲା। ତାପରେ ମୁଣ୍ଡ ଗନ୍ଧ ହୋଇଥିଲା। ଶେଷରେ କିଛି ଦିନ ପରେ ହଠାତ୍ ରକ୍ତ ବାନ୍ତି ହୋଇଥିଲା। ଆଉ ମେଡିକାଲକୁ ନେବା ପରେ ଦିନେ 2 ଦିନ ଭିତରେ ମୃତ୍ୟୁ ହୋଇଛି, ଯାହା ଏବେ ଗାଁ ଲୋକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରୁଛି। ସାମାନ୍ୟ ଉଙ୍କୁଣି ପାଇଁ ଜୀବନ ଚାଲିଯାଇଛି। ପରିବାର ଦାୟିତ୍ୱହୀନତା ଯୋଗୁଁ ଏଭଳି ଘଟିଛି ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ହଉଛି ଭାରତ ପାକିସ୍ତାନ ବିଶ୍ୱକପ୍ ମ୍ୟାଚକୁ ନେଇ ଆସିଲା ନୂଆ ଟୁଇଷ୍ଟ। ବୟକଟ ମଧ୍ୟରେ ବାଂଲାଦେଶ ଏଣ୍ଟ୍ରି। ବିଶ୍ୱକପରେ ଭାରତ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ସମ୍ପର୍କରେ ଆଲୋଚନା ଚାଲିଛି। ରିପୋର୍ଟ ଅନୁଯାୟୀ ଆଇସିସି ଦୁଇ ଦେଶ ମଧ୍ୟରେ ବୈଠକ ଆଲୋଚନା କାମ କରୁଛି। ଟି20 ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ସରକାର କହିଛନ୍ତି ଯେ ସେମାନଙ୍କ ଟୁର୍ଣ୍ଣାମେଣ୍ଟରେ ଖେଳିବ, କିନ୍ତୁ ଫେବୃଆରୀ 15 ତାରିଖରେ ଭାରତ ବିପକ୍ଷରେ ମ୍ୟାଚ ଅଂଶଗ୍ରହଣ କରିବ ନାହିଁ ବୋଲି ସୂଚନା ମିଳୁଛି। ତେବେ ସବୁଠୁ ବଡ କଥା ହେଲା ଏବେ ପାକିସ୍ତାନ ବୟକଟ ମଧ୍ୟରେ ବାଂଲାଦେଶ ମଧ୍ୟ ଆଲୋଚନାରେ ସାମିଲ ହୋଇଯାଇଛି। ପରବର୍ତ୍ତୀ ଖବର ରହୁଛି ଏବେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟର ପରିସରରେ ଆଦିବାସୀ କଳା ଓ କଳା ବସ୍ତୁ ପ୍ରଦର୍ଶନ କାର୍ଯ୍ୟକ୍ରମ। ଓଡ଼ିଶା ଆନୁକୂଲ୍ୟରେ ଫେବୃଆରୀ 7 ରୁ 21 2026 ପର୍ଯ୍ୟନ୍ତ ଓଡ଼ିଶା ଜନଜାତି ସଂଗ୍ରହାଳୟ ପରିସରରେ ଆଦିବାସୀ କଳା ବସ୍ତୁକୁ ନେଇ 15 ଦିନିଆ ଲାଇଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳର ଅଭିଜ୍ଞ ଆଦିବାସୀ କାରିଗରଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। 15 ଦିନ ବ୍ୟାପୀ ଧରି ଏହି କାର୍ଯ୍ୟକ୍ରମ ଚାଲିବ, ଯାହାଫଳରେ ଏହି ଭାଗ ନେବା ପାଇଁ କି ହେଲେ ଚିତ୍ରକଳା, ସୌର ଚିତ୍ରକଳା, ବାଉଁଶ ହସ୍ତଶିଳ୍ପରେ ବିଶେଷଜ୍ଞ କାରିଗରକୁ ବିଭିନ୍ନ ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା ITDA ଦ୍ୱାରା ପ୍ରୟୋଜିତ କରାଯିବ। ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର ଖବର। ଯଦି ଖବରଟି ଭଲ ଲାଗିଥାଏ ନିଶ୍ଚୟ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।